ଅଥେଲୋ ଜଣେ କୃଷ୍ଣକାୟ ଅନାର୍ଯ୍ୟ କିନ୍ତୁ ସମ୍ଭ୍ରାନ୍ତ ବଂଶୀୟ। ସେ ଭେନିସ୍ର ସେନାପତି। ସୁନ୍ଦରୀ ଡେଷ୍ଟିମୋନା ବୀରତ୍ୱ ଓ ଚରିତ୍ରବତ୍ତା ପାଇଁ ତାଙ୍କୁ ଭଲ ପାଆନ୍ତି। କାହାକୁ? ଅଥେଲୋକୁ ଭଲ ପାଆନ୍ତି। ବିବାହ ହୋଇଯାଏ। ଏଥିରେ ଡେଷ୍ଟିମୋନାଙ୍କ ପିତା ବ୍ରାବନାସିଓ ଉତ୍ତ୍ୟକ୍ତ ହୋଇ ଉଠନ୍ତି। ନ୍ୟାୟ ଦରବାରରେ ସେ ଅଥେଲୋଙ୍କ ବିରୋଧରେ ଅଭିଯୋଗ କରନ୍ତି, କିନ୍ତୁ ଡେଷ୍ଟିମୋନା ସେଠାରେ ସ୍ପଷ୍ଟ ଭାବରେ ନିଜର ସ୍ୱାମୀଙ୍କ ପକ୍ଷ ନେବାରୁ ଏ ପର୍ବର ପରିସମାପ୍ତି ଘଟେ। ଏ ସମୟରେ ତୁର୍କୀମାନଙ୍କୁ ଘଉଡ଼ାଇବା ପାଇଁ ଅଥେଲୋଙ୍କୁ ସାଇପ୍ରସ୍ ପଠାଯାଏ। ଡେଷ୍ଟିମୋନା ମଧ୍ୟ ସାଙ୍ଗରେ ଯାଆନ୍ତି। ଅଥେଲୋଙ୍କ ଅଧସ୍ତନ କର୍ମଚାରୀ ଇଆଗୋ ଇର୍ଷା ଓ କିଛି ଅବଶୋଷବଶତଃ ପ୍ରତିଶୋଧ ନେବାକୁ ଚାହେଁ। ଅଥେଲୋ ତାଙ୍କୁ ଉପେକ୍ଷା କରି ଅନ୍ୟ ଜଣେ କର୍ମଚାରୀ କାସିଓଙ୍କ ପଦୋନ୍ନତି ଘଟାଇଛନ୍ତି ବୋଲି ତାର ଅସନ୍ତୋଷ। ସେ ଅଥେଲୋକୁ ବୁଝାଇ ଦେଇଛି ଯେ ଡେଷ୍ଟିମୋନା କାସିଓ ସହିତ ପ୍ରେମାସକ୍ତ। ଏହି ଉଦ୍ଦେଶ୍ୟରେ ଅଥେଲୋ ଡେଷ୍ଟିମୋନାକୁ ଦେଇଥିବା ରୁମାଲଟିଏ ସେ ଅକ୍ତିଆର କରିନେଇଥାଏ। ଅଥେଲୋ ସରଳ ବିଶ୍ୱାସୀ। ସେ ଶୟନ କକ୍ଷରେ ଡେଷ୍ଟିମୋନାକୁ ଗଳା ଚିପି ହତ୍ୟା କରନ୍ତି। ଇଆଗୋର ସ୍ତ୍ରୀଠାରୁ ପ୍ରକୃତ କଥା ଜଣାଯାଏ। ତୀବ୍ର ଅନ୍ତର୍ଦାହ ମଧ୍ୟରେ ଅଥେଲୋ ଆତ୍ମହତ୍ୟା କରନ୍ତି।